ପିଲାଦିନେ ଭୋଜି ବୋଲି କହିଦେଲେ ମନଟା ବଡ଼ ଉଚ୍ଚାଟ ହେଇଯାଏ। ଆମ ପିଲାବେଳ କଥା କହୁଛି ମ, ଆମେ ଯେବେ ପିଲା ଥିଲେ ସେତେବେଳେ କ'ଣ ଏତେ ଭୋଜି ହେଉଥିଲା। ସ୍କୁଲରେ ଗଣେଶ ପୂଜା ଭୋଜି, ସରସ୍ୱତୀ ପୂଜା ଭୋଜି, ଆଉ କିଛି ନହେଲେ ସାଙ୍ଗସାଥି ହେଇ ବାରି ତଳେ ଭୋଜି। ଏବେ ତ ରାତି ପାହିଲେ ଭୋଜି, ବିଭିନ୍ନ ପ୍ରକାର ଭୋଜି। ଆଉ ଏଇନା ତ ନୂଆ ବର୍ଷ ଭୋଜି ଚାଲିଛି। ତେଣୁ ଆମେ ଗୋଟିଏ ଭୋଜି ସାରିଥିଲେ ବି ପିଲାଙ୍କ ମନ ବୁଝିଲାନି। ସମସ୍ତେ ତ ପାଖରୁ ମେଳାମେଳା ହେଇ ଭୋଜି କରିବାକୁ ଯାଉଛନ୍ତି। ପିଲାଙ୍କ ମନ ହେଲେ କୁଆଡ଼ୁ ସମ୍ଭଳା ପଡ଼ିବ। ତେଣୁ ତାଙ୍କୁ ନେଇକରି ଗୋଟେ ଭୋଜି କରିବା ପାଇଁ ଘରେ ପ୍ଲାନ୍ ହେଲା। ସେଇଠୁ ସମସ୍ତେ ଲାଗି ପଡ଼ିଲେ କାଠ ବୋହି ଆଣିବା। ବାରିଆଡ଼େ ତ ଆମର କାଠ ଅଛି, ବୋହି ଆଣିଲେ। ସନ୍ଧ୍ୟାବେଳେ ଝିଅ ଜଇଁ ଆସି ପହଞ୍ଚିଗଲେ। ମୁଁ ଭାବିଲି ଇଏ ଗେଲ କଥା ନୁହଁ, କିଛି ଗୋଟେ ଜୋରଦାର କାରବାର ହେବ ବୋଧେ। ଠିକ୍ ଅଛି, ଏ ଭୋଜିରେ ମୁଁ ଆଦୌ ସକ୍ରିୟ ନଥିଲି। କାହିଁକି ନା ସେଦିନ ଆଙ୍କର ଗୋଟେ ଭୋଜି ଥିଲା, ସିଏ ରହିପାରିବେନି। ମୁଁ କହିଲି ବାବୁ ତମର ଯାହା ଇଚ୍ଛା ହେଉଛି କର। ବଡ଼ ପୁଅ କହିଲା ତାର ବି ଗୋଟେ ଭୋଜି ଅଛି, ସିଏ ଆସିପାରିବ। ଠିକ୍ ଅଛି, ସବୁ ତ ଭୋଜି ଆଉ, କିଏ କ'ଣ ଆଉ ବିନା ଭୋଜିରେ ଅଛି ଯେ ମନ ଦୁଃଖ କରିବ। ଯିଏ ଯେତେ ପାରୁଛ ଭୋଜି କର। ନୂଆ ବର୍ଷ ଆସିବା, ହେଲେ ଭୋଜିରେ ପୁଣି କ'ଣ ଖିଆ ହେବ? ଆଇଁଷ ଖିଆ ହେବ। ତେଣୁ ଚିକେନ ପକୋଡ଼ା ପାଇଁ ବି ଆଡ଼େ ଆୟୋଜନ ଆରମ୍ଭ ହେଲା। ସିଆଡ଼େ ଛୁଆ କାଠ ଗଦେଇଦେଲେ, ଝିଅ ତାର କ'ଣ ନିଆଁ ଲଗାଇବା ବ୍ୟବସ୍ଥା କରୁଛି। ମୁଁ ଦେଖିଲି ଇଟା ଥୋଇ ବାଲି ପୁରେଇ ସେ ତାର କାଠ ସଜାଡ଼ିବାରେ ଲାଗିଥିଲା। ୟାରେ ଦୀପ୍ତି ମ୍ୟାଡ଼ାମ ଆମର ଆସିକି ଲାଗି ପଡ଼ିଥିଲେ ଚିକେନ ପକୋଡ଼ା ପାଇଁ ସବୁ ଗୋଳାଗୋଳି କରିବାକୁ। ଆଉ ଲିପି ମ୍ୟାଡ଼ାମ କୁଆଡ଼େ ଯାଇଥିଲେ କେଜାଣି। ମୁଁ କହିଲି ତିନି ମ୍ୟାଡ଼ାମ ଯାକ ଲାଗି ପଡ଼, ଭୋଜି ଭାତ କର। ତିନି ମ୍ୟାଡ଼ାମ କହିଲେ କିଏ ବୁଝିଲେ ଟି? ଆମ ଗୁଲି ମ୍ୟାଡ଼ାମ, ଦୀପ୍ତି ମ୍ୟାଡ଼ାମ ଆଉ ଲିପି ମ୍ୟାଡ଼ାମ। ମୁଁ ବେଳେବେଳେ ତାଙ୍କୁ ଥଟ୍ଟା କରି ଏମିତି କହେ, କିନ୍ତୁ ପ୍ରକୃତରେ ଆପଣମାନେ ଜାଣିଛନ୍ତି ମୁଁ କାହାକୁ ମ୍ୟାଡ଼ାମ ଡାକିବାକୁ ଭଲ ପାଏନି, କି ମୋତେ କିଏ ମ୍ୟାଡ଼ାମ ବୋଲି କହିଲେ ବି ଭଲ ଲାଗେ ନାହିଁ। ଆମ ଓଡ଼ିଆରେ କେତେ ସୁନ୍ଦର ସମ୍ପର୍କର ସଂଜ୍ଞା ସବୁ ଅଛି। ଇଂରେଜ ବାଲାଙ୍କର ତ ନାହିଁ। ତାଙ୍କର ଖୁଡ଼ି, ମାଇଁ, ମାଉସୀ ସବୁ ଆଣ୍ଟି, ସେମିତି ସମସ୍ତେ ଅଙ୍କଲ। ଆମର ତ କେଡ଼େ ସୁନ୍ଦର ସବୁ ଶବ୍ଦ ଅଛି। ଆମେ କାହିଁ ସେ ମ୍ୟାଡ଼ାମ ମ୍ୟାଡ଼ାମ ହବା ଯେ? ମୁଁ ଗୋଟେ ମଜାରେ କହିଦେଲି ନା ଆଉ। ଇଆଡ଼େ ତ ଦୀପ୍ତି ତାର ଗୋଳାଗୋଳି କରୁଥିଲା। ହେଲେ ଏସବୁ ଗୋଳାଗୋଳିର ଡାଇରେକ୍ଟର କିଏ ଥିଲା ଜାଣିଛନ୍ତି ତ? ଆଗରୁ ଗୋଟେ ପକୋଡ଼ା ଭିଡ଼ିଓ ଆମର ପଡ଼ିନି? ଆମ ଚୁଙ୍ଗା ହେଉଛି ପକୋଡ଼ା ମାଷ୍ଟର। ଆପଣମାନେ ବି ଭଲକରି ଦେଖିନିଅନ୍ତୁ ସେମାନେ କ'ଣ କ'ଣ ପକେଇଛନ୍ତି। ମୋର ଏ ଗହିରରେ ଚାଷ ନାହିଁ। କେଉଁଦିନ ଆପଣ ଦେଖିଛନ୍ତି ମୁଁ ପକୋଡ଼ା ଛାଣିବାର? ସେତେବେଳେ ଶାଶୁ, ଦେଢ଼ଶୁର, ସ୍ୱାମୀ, ନଣନ୍ଦ, ଦିଅର ତ ମୋର ନଥିଲେ, ଭଣଜା ଭାଣିଜୀ ଏମାନେ ସବୁ ହେଲେ ମାଛ ନହେଲେ ମାଂସ ତରକାରୀଟା ହେଉଥିଲା। ତେଣୁ ମଟନ ରୋଷେଇ ମୁଁ କରିକି ଆପଣମାନଙ୍କୁ ଦେଖେଇଛି। ହେଲେ ଏ ପକୋଡ଼ା ବେପାରରେ ଆମେ ପଶି ନଥିଲୁ। ତେଣୁ ଆଜିର ଭୋଜିଟା ମୁଁ କହିଲି ମୁଁ କେବଳ ଦର୍ଶକ, ତମେମାନେ ସବୁ କରିଚାଲ। ସେ ପକୋଡ଼ା ପୁରା କ'ଣ ଆଗରୁ ଗୋଳିଆ ହେଇକି ରଖାହେବ କିଛି ସମୟ। ଆଉ କଲର ଦେବାକୁ ତ ମୁଁ ମନା କରିଛି, ସେମାନେ କ'ଣ ମୋତେ ଆଉ ଅମାନ୍ୟ କରିବେ? ତାପରେ ଏଥିରେ ମାନ୍ୟ ଅମାନ୍ୟର କଥା ନାହିଁ। କଲରଟା ଆମ ଦେହ ପାଇଁ କ୍ଷତିକାରକ। ଆମେ ଖାଲି ଆଖିକୁ ସୁନ୍ଦର ଦେଖାଯିବା ନାଁରେ କ'ଣ ସବୁ କରିଚାଲିଛେ ଆମେ ସମସ୍ତେ ଜାଣୁଛେ। ହେଲେ ଏଇ ଉପର ସୌନ୍ଦର୍ଯ୍ୟର ମୂଲ୍ୟ ଯେ କିଛି ନାହିଁ, ସେଇଟା ଆମେ କେହି ବୁଝିବାକୁ ଚାହୁଁନି। ହଉ, ଆପଣମାନେ କହିବେ ଇଏ ଭୋଜି ଦେଖାଉଛି ନା ଆମକୁ ଏମିତି ଲମ୍ବା ଭାଷଣ ମାରିବ କେଜାଣି। ମୋର ଟିକେ ଏମିତି ଗପିବା ପ୍ରକୃତି ତ, ସବୁ ପଡ଼ିକି ଶେଷକୁ ଛୁଆଙ୍କର କଢ଼ା ସରିକି ଟିକେ ଲଙ୍କାଗୁଣ୍ଡ ପଡ଼ିଗଲା। ଆଉ ତାପରେ ଘୋଡ଼ାଘୋଡ଼ି ହେଇକି ରଖା ହେଇଥିଲା। ସିଆଡ଼େ ଧୁନି ଲାଗିଲା ସେକି ହେବାକୁ, ଇଆଡ଼େ ଗ୍ୟାସରେ ବସିଗଲା ପକୋଡ଼ା ଛଣା। ପକୋଡ଼ା ମାଷ୍ଟର ପକୋଡ଼ା ଛାଣିବେ, ଆଉ କିଏ ଛାଣିବ? ଚୁଙ୍ଗା ବାବୁ ଆମର ଲାଗିଗଲେ ପକୋଡ଼ା ଛାଣିବାରେ। ପିଲା ତକ କାଠ ଫାଟ ବୋହିକି ଗଲେ କୁଆଡ଼େ କେଜାଣି, କାହିଁ ଏତେବେଳେ ଯାଇ ଦେଖା ଦର୍ଶନ ନାହିଁ। ଆଗ ତ ତାଙ୍କରି ଛଣା ହେଉଥିଲା ନା ସାଦାବାଲା, ସେ ଗଲେ କୁଆଡ଼େ? ପକୋଡ଼ା ମୁଁ ବି ଅବଶ୍ୟ ଭାବୁଥିଲି, ମୁଁ ସିଆଡ଼େ ଗରମ ତେଲ, ଇଆଡ଼େ ଜଳନ୍ତା ନିଆଁ, କାଳେ ଲୋଭରେ ପାଖକୁ ଦୌଡ଼ି ଆସିବେ, ତାଙ୍କୁ ଡାକ ନେଇ ଭଲ କି ଛାଣି ଛୁଣି ସାର, ଟିକେ ପବନ ବାଜିଯାଉ, ସେମାନଙ୍କୁ ଡାକିବ। ହଁ, ଯାହା ହଉ ଭଲ ବ୍ୟବସ୍ଥା କରିଛନ୍ତି। ନିଆଁଠୁ ଯଥେଷ୍ଟ ଦୂରେଇକି ସେମାନେ ସିଆଡ଼େ ଗୋଟେ ଆସନ ପାରି ଦେଇଛନ୍ତି। ଛୁଆମାନେ ସବୁ ବସି ସେଠି ଖାଉଛନ୍ତି। ଏସବୁ ଖାଉଛନ୍ତି, ଟିକେ ନିଆଁ ପାଖକୁ ଆସୁଛନ୍ତି। ଆମର ସେତେବେଳେ ପ୍ରବଳ ଶୀତ ହେଉଥିଲା। ଆମର ଗୁହାଳେ ଗୋଟେ ଧୁନି ଲାଗୁଥିଲା, ଆମ ଅଗଣାରେ ଗୋଟେ ଧୁନି ଲାଗୁଥିଲା। ଏମିତି ଛୋଟ ଛୋଟ କାଠ ନୁହେଁ, ଜଙ୍ଗଲରେ ଯେଉଁ ଗଛ ଭାଙ୍ଗି ପଡ଼ିଥାଏ, ଗର ହେଇଥାଏ, ତାକୁ ବଳଦ ବେକରେ ଜୁଆଳି ପକେଇ ଦିଆହୁଏ। ଜୁଆଳି ମଝିରେ ସେ ଗରଟାକୁ ବାନ୍ଧି ଦିଆହୁଏ। ସେଇଆକୁ ସବୁ ଘୋଷାଡ଼ିକି ଆଣିକିରି ଖରାଦିନ ଉପରଓଳିଆ ଯେଉଁ କାମ ନଥାଏ ଯେତେବେଳେ ମେଞ୍ଚେ କାଠ ଗର ଗଦା କରାହେଇଥାଏ, ସେଇ ଗରକୁ ଯେତେବେଳେ ଜୋରରେ ଶୀତ ହୁଏ ଗୁହାଳେ ଜଳା ହୁଏ, ଆଉ ଅଗଣାରେ ଜଳା ହୁଏ। ଆଜିକାଲି ତ ଅଗଣା ସିଷ୍ଟମ ଉଠିଗଲାଣି।
आपण मैंने अधिकांश जो मैंने आपार्टमेंट रोचंदी एबे कोन स्काई वॉक सुविधा हलानी मु सेगुड़ा मो जीवन रे देखिनी कि कारबार करिनी शुणिकी तो आचंबित लगुची आउ आमे तो खुला मेलारे बढ़ीचु मत तो आपार्टमेंट घरे पंजूर रे टांगीला भाया लगे किंतु लोक तो गाँव बिलबाड़ी बिकिकी सेमती आपार्टमेंट घर करने चेष्टा करा बर्तमान चलती एमानकर पकड़ा खिया सरला पर पुणी गीत नाच आयोजन है मो मन मन भावुली आम घरे बोली नुहे नुआ वर्ष सबुआड़े विभिन्न प्रकार आयोजन होती कहीं किए जड़े कहतेनी आम गाँव जिते वयस्क लोक अच्छा आम नुआ वर्ष दिन समस्त आवश्यकता अनुसार क्या सेवा करदे क्या डाक्तरखाना नवा क्या कौन करवा कि आम पाख गाँव में जो गरीब बस्ती अच्छी सेठी जिते छोट पिला अच्छा कहार कौन बहीपत्र जदि आवश्यकता अच्छी टे दबा कि आम गाँटा एत अपरिष्कार होती नुआ वर्ष आगु गाँ मुंड सुंदरता सफा करदे कहीं करूना मुझे कहूनी मत लगुच 100 भाग लोक ये चिंता करुवे ना समस्ते खाली मोर केते आईस क्या माने खुशी माने भोजी भोजी माने आईस ताकू भी आउ अच्छी मुझे कथा कहबिनी आपण मैंने जानी पारतु न जानी पारे न पारतु आउ कहबाटा बड़ दुखर कथा बोली मु कहूनी निआटा भारी सुंदर ही जलुला प्रकृत भी शीत रातिर अगणाटा पूरा उषुम हो जाता किए गोटे बुद्धिमान बाहरला कहला निआरे टिके झुणा मारिबा ए जेमती हमर खुदुरुकुणी रे मरा हुए सेठु आनी झुणा फुणा मारी निआ को दूर दूर करी गुडा जमिला नाच फाच चलिला मु तो आपण मानकु सब देखौची मते किंतु से निआटा भारी बढ़िया लागुतला मु सेपटे पाख पाहाचरे बसिकी आउ सब उपभोग करथली किंतु ए देखुना टिके गोटे झुणा पकेलानी आउ मु किंतु किछि भागीदार नथिली काहे कि मते जो जिनिस पसंद हुएनी मु सेटा करिबिनी किंतु आउ किए कले मु ताको मना करबी सेमि तो कहिबनी मो इच्छार तो संसार चलनी समस्ते तापरे जो भला दुनिया चलची ताको चाहिए पिला माने जदि अगणार गोटे निया जाली नाच फाच करी टिके खुशी होगा चाहती मु कोन सेथरे दुखी होउची कि से कथा नुहे आमे किंतु संध्या बेले शीत दिन निया जाली की बस्तुलु बापा हमको केते गप कहानी कहउतले बो केते गीत सुनाउतला आम निज भितर आमे पद्यांत करथुलु जेतेले बेसी शीत पड़ुतला आमे ठाकुर घर दुआरे बसिकी प्रार्थना न करिकी से निया चारिकड़े बसी प्रार्थना करथुलु एई कथा गुडा जेतेले मन को आसुची ए नाच गीत ए फाजिलामी मते मन पाउनी एमिति केवल मो पिला तो नुहे एई पीढ़ीर सबु पिला माने ए काम करछंती हुए तो मो बयसर समस्त को भी ए कथा भल लागु नथिबो ताहले आमे भल लागुनी बोली कहिकी तांकू सेथु कोन निवृत्त करिले भल हबो सेमाने निजे उपलब्धि करंतु एई पिला माने जेतेले बड़ बड़ होई जिवे हुए तो ताको बापा माँ माने भी मन दुख करिवे जे आम पिला माने जमा शृंखलित हेलेनी जमा आध्यात्मिकवादी हेलेनी जमा नैतिक मूल्यबोध बुझिलेनी किंतु से माने केमिति बुझिबे काहेकि बा बुझिबे जहाँ पिलाटी दिनर गोटे पिला शिखिबो से सेइटा ही बुझिबो आजिकल को बापा माँ पिला कहउचंती सकाळ संध्यारे बसी प्रार्थना करो बोली समस्ते खाली मंदिर आगे भिड़ मंदिर रे भिड़ कले कौन हम घरे सीना शांति श्रृंखला रखिकी आध्यात्मिक वातावरण सृष्टि कले पिला आध्यात्मिकवादी हम धर्म गोटे अलग जिनस आध्यात्मिकवादी गोटे अलग जिनस आध्यात्मिकवादी हवा माने मु हिंदू तू मुसलमान से क्रिश्चियन कहिकी निज भितर वाद विवाद हवा गोटे अलग कथा जी प्रकृत आध्यात्मिकवादी सी केबे भी हिंदू मुसलमान क्रिश्चियन जैन बौद्ध एगुड़ा ता मुंडे बसब ना तेणु ये कथा गुड़ाक जदि लोकाचार चली किंतु मो पीढ़ी किसी लोग सब पसंद जहाँ भी हो सेदिन अगणाटा पूरा उषुम हो जाता पिला माने बेस मजा कले अगणार पकड़ा छणा है खाइले घरे पुणी कौन से पकड़ा करी पूरा कौन चिली चिकेन हुए सेठू किसी पकड़ा नहीं कि दी भौरी झील सब मिसिकी चिली चिकेन परोठा कले से सब खाइले से दिन ही नुआ वर्ष ठीक 12टा बाजला बेलू गोटे आहरी जोरदारिया नाच फाच है न्यू इयर बोली कहला न्यू इयर भी ताकर ये स्टाइल भी ताकर बुझिपारे टी माने न्यू इयर टा भी पश्चिम वाला आउ न्यू इयर पालिबार शैली भी ताकर
ଏଥିରେ ଆମର କିଛି ଓଡ଼ିଆପଣ ନାହିଁ କିନ୍ତୁ ସବୁ ଯେହେତୁ କହୁଛନ୍ତି ଆମର ପୃଥିବୀଟା ଏଇନା ଏକ ହେବାରେ ଲାଗିଛି ପରସ୍ପରର ସବୁ ନୀତିଗତିକୁ ନେଇକି ତା ଭିତରୁ କିଛି ଭଲ କଥା ନେଇକି ଯଦି ମଜା ନେଇପାରିଲେ କିଛି କ୍ଷତି ନାହିଁ। ଆମ କୁନି ଦେଖୁନାହାନ୍ତି କ'ଣ ପୁଷ୍ପା ନାଚୁଛି ସେ କେଉଁ କଥା କହିବି କେମିତି ଶୈଳୀରେ ସେ ହାତକୁ ମୋଡ଼ି ମୋଡ଼ି ହଲଉଛି। ଆମେ ପାଖରେ ଜଗିକି ରହିଥିଲୁ କାରଣ ସେ ସ୍ୱେଟରଟା ପିନ୍ଧିଛି ନିଆଁ ପାଖରେ ନାଚୁଥିଲା। ଆଉ ତ ବହୁତ କଥାଟା ବହୁତ ପୁରୁଣା ହେଇଗଲାଣି। ଏଇଟା ପ୍ରକୃତରେ ଆମର 31 ତାରିଖ ରାତିର ଘଟଣା। ମୁଁ ଏଇ ଏପଟ ସେପଟ ହେଇଗଲି ମୋତେ ବି ଭିତରେ ଟିକେ ଜ୍ୱର ହେଇକି ଭାରି ମାନ୍ଦାଳିଆ ଲାଗୁଥିଲା। ସେଇଥିପାଇଁ ଆପଣମାନଙ୍କୁ କହିବି ହେଇକି ମୋ କଥା କହିପାରିନି। ମୋର ଏ ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଆଉ ଆମ ଛୁଆମାନଙ୍କ ଭିତରୁ କିଏ ସବୁଠୁ ଭଲ ନାଚୁଥିଲା ଆଉ ଆମ ଝିଅ ଜୋଇଁ ପୁଅ ବୋହୂ ଭିତରୁ କିଏ ସବୁଠୁ ଭଲ ନାଚୁଥିଲା ଆପଣମାନେ ଟିକେ ମତ ଦେଇକି କହିବେ ତ ତାହେଲେ ମୁଁ ଟିକେ ସେମାନଙ୍କ ସାଙ୍ଗେ ନାଚିବାକୁ ଚେଷ୍ଟା କରିବି। ହଉ ରହିଲି।